ମେଘମାଳରେ ଶୀଘ୍ର ଆଗମନ କରୁଥିବା ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ପ୍ରତିଦିନ ପରମେଶ୍ୱର ତାହାଙ୍କ ବାକ୍ୟ ଦ୍ୱାରା ଆମ୍ଭମାନଙ୍କୁ କଥା ହେଉଅଛନ୍ତି, ନୂଆ ନୂଆ ପ୍ରସଙ୍ଗ ମାଧ୍ୟମରେ ଆମ୍ଭମାନଙ୍କୁ ସେ ଉତ୍ସାହିତ କରୁଅଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ମୁଁ ହୃଦୟ ସହିତ ଧନ୍ୟବାଦ ଦିଏ। ଆସନ୍ତୁ ଆଜି ମଧ୍ୟ ପରମେଶ୍ୱରଙ୍କ ବାକ୍ୟରୁ ଆମେ ଆଉ ଏକ ପ୍ରସଙ୍ଗରେ ଅଳ୍ପ ସମୟ ଧରି କଥାବାର୍ତ୍ତା ହେବା। ଆଜି ଯେଉଁ ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ ଆମେ ଧ୍ୟାନ କରିବା, ସେହି ପ୍ରସଙ୍ଗର ଶୀର୍ଷକ ହେଲା ନୂଆ ବର୍ଷକୁ ଆପଣ କିପରି ସାମ୍ନା କରିପାରିବେ। ଆଜିର ପ୍ରସଙ୍ଗ ହେଲା ନୂଆ ବର୍ଷକୁ ଆମେ କିପରି ସାମ୍ନା କରିପାରିବା। ଏହି ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ ଆମେ ଅଳ୍ପ ସମୟ କଥାବାର୍ତ୍ତା ହେବା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ସମସ୍ତେ ନୂଆ ବର୍ଷର ପ୍ରଥମ ମାସରେ ବସବାସ କରୁଛୁ। ଏହି ଦିନ ମାନଙ୍କରେ ଅନେକ ଭାଇ ଭଉଣୀମାନେ ବିଭିନ୍ନ ପ୍ରକାର ଦର୍ଶନ ବୋଝ ନିଷ୍ପତ୍ତି ନେଇ ଆମେ ଆଗକୁ ବଢୁଛୁ। ବାଇବଲ କହେ ଯେ ଆରମ୍ଭ ଅପେକ୍ଷା ଶେଷ ଭଲ। ଅନେକ ସମୟରେ ଆମେ ଆମର ଆରମ୍ଭକୁ ଆମେ ଭଲ କରୁ, କିନ୍ତୁ ଶେଷ ସମୟରେ ଆମେ କୋଉଠି ନା କୋଉଠି ପଛକୁ ହଟିଯାଉ, ନିଷ୍ଫଳ ହେଇଯାଉ, ବିଫଳ ହେଇଯାଉ। ପ୍ରିୟମାନେ, ଆମେ କେବଳ ଆରମ୍ଭ ହିଁ ଭଲ କରିବା ତାହା ନୁହେଁ, ପରମେଶ୍ୱର ଆମର ଶେଷ ପର୍ଯ୍ୟନ୍ତ ଆମକୁ ସଫଳତା ଦେବା ପାଇଁ ଚାହାନ୍ତି ଏବଂ ଆମ୍ଭମାନଙ୍କ ନିଷ୍ପତ୍ତିରେ ସେ ଆମକୁ ସାହାଯ୍ୟ କରିବା ପାଇଁ ଚାହାନ୍ତି। ସେଥିପାଇଁ ଏହି ନୂଆ ବର୍ଷକୁ ଆମେ କିପରି ସାମ୍ନା କରିବା, ଏହି ନୂଆ ବର୍ଷ ଯେ ଆମେ କେବଳ ଆରମ୍ଭ ହିଁ ଭଲ କରିବା ତାହା ନୁହେଁ, ଶେଷ ପର୍ଯ୍ୟନ୍ତ ଆମ ନିଷ୍ପତ୍ତିରେ ଆମେ ଯେ ପ୍ରକାର ଅଟଳ ରହିପାରିବା ଏବଂ ଆମ ଦର୍ଶନରେ ଆମେ ଆଗକୁ ଯେ ପ୍ରକାର ବଢିପାରିବା, ଏଥିପାଇଁ ଆମକୁ କ'ଣ କରିବା ଆବଶ୍ୟକ ରହିଛି, ବାକ୍ୟରୁ ଆମେ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆପଣମାନେ ମୋ ସହିତ ପ୍ରେରିତ ପୁସ୍ତକକୁ ଆସିବେ। ପ୍ରେରିତ ପୁସ୍ତକ 2 ଅଧ୍ୟାୟ 25 ପଦରେ ଏ ପ୍ରକାର ଲେଖାଯାଏ, ଦାଉଦ ତ ତାହାଙ୍କ ବିଷୟରେ କହନ୍ତି, ମୁଁ ସର୍ବଦା ମୋହର ସମ୍ମୁଖରେ ପ୍ରଭୁଙ୍କୁ ଦର୍ଶନ କରୁଥିଲି, କାରଣ ମୁଁ ଯେପରି ବିଚଳିତ ନ ହୁଏ, ସେଥିପାଇଁ ସେ ମୋହର ଦକ୍ଷିଣ ପାର୍ଶ୍ୱରେ ଅଛନ୍ତି। ପ୍ରଭୁଙ୍କର ଗୌରବ ହଉ। ପ୍ରିୟମାନେ, ଏହି କଥା ଦାଉଦଙ୍କ ବିଷୟରେ ସ୍ତିଫାନ ସେଇଦିନ ସେ ଲୋକମାନଙ୍କୁ ଏହି ଶିକ୍ଷା ଦଉଛନ୍ତି, ଏହି ସାକ୍ଷ୍ୟ ଦେଇ ସେ କହୁଛନ୍ତି ଯେ ଦାଉଦ ତ ତାହାଙ୍କ ବିଷୟରେ ସେ କହୁଥିଲେ, ଅର୍ଥାତ୍ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ, ପରମେଶ୍ୱରଙ୍କ ବିଷୟରେ ସେ କହୁଥିଲେ। କ'ଣ ବୋଲି କହୁଥିଲେ? ମୁଁ ସର୍ବଦା ମୋହର ସମ୍ମୁଖରେ ପ୍ରଭୁଙ୍କୁ ଦର୍ଶନ କରୁଥିଲି। କାହିଁକି ମୁଁ ଦର୍ଶନ କରୁଥିଲି? ମୋର ରୋଗ ଯେପରି ସୁସ୍ଥ ହେବ, ମୋର ଧନ ସମ୍ପତ୍ତି ଯେପରି ବୃଦ୍ଧି ହେବ, ସେଥିପାଇଁ ନୁହେଁ। ମୋର ସମସ୍ୟା ଯେ ପ୍ରକାର ସମାଧାନ ହେବ, ସେଥିପାଇଁ ନୁହେଁ। ସେ କାହିଁକି ସେ ଦର୍ଶନ କରୁଥିଲେ? ତଳକୁ ଲେଖାଯାଏ, କାରଣ ମୁଁ ଯେପରି ବିଚଳିତ ନ ହୁଏ। ପ୍ରିୟମାନେ, ଆମକୁ ଯଦି ଏହି ନୂଆ ବର୍ଷରେ ଯେକୌଣସି ପରିସ୍ଥିତି ଆସୁ, ଯେକୌଣସି ରୋଗ ଆସୁ, ସଙ୍କଟ ଆସୁ, ଅଭାବ ଆସୁ, ଯେକୌଣସି ସମସ୍ୟା ଆମ ଜୀବନରେ ଆସୁନା କାହିଁକି, ଯଦି ଆମେ ଆମ ନିଷ୍ପତ୍ତିରେ ଅଟଳ ରହିବାକୁ ହେଲେ, ଆମ ନିଷ୍ପତ୍ତିରେ ଆମେ ଦୃଢ଼ ରହିବାକୁ ହେଲେ, ଆମର ପରମେଶ୍ୱରଙ୍କୁ ସର୍ବଦା ଆମ ସମ୍ମୁଖରେ ରଖିବା ଆବଶ୍ୟକ ରହିଛି। ସର୍ବଦା ଆମେ ତାହାଙ୍କ ଉପସ୍ଥିତି ମଧ୍ୟରେ ରହିବା ଆବଶ୍ୟକ ରହିଛି, ଯଦ୍ୱାରା କି ଆମେ ଏହି ନୂଆ ବର୍ଷ ହେଇପାରେ ଭବିଷ୍ୟତରେ ଯେତେ ଭୟଙ୍କର ହେଉନା କାହିଁକି, ଆମେ ଏହି ବର୍ଷକୁ ସାମ୍ନା କରିପାରିବା। ପ୍ରଭୁଙ୍କର ଗୌରବ ହଉ। ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ଆପଣା ଶିଷ୍ୟମାନଙ୍କୁ ନେଇ ସେ ସମୁଦ୍ର ମଧ୍ୟରେ ନୌକାରେ ଯାତ୍ରା କରୁଥିଲେ, ସେହି ସମୟରେ ତୋଫାନ ଆସିଲା, ଝଡ଼ ଆସିଲା, ଶିଷ୍ୟମାନେ ବିଚଳିତ ହେଇଗଲେ, ଶିଷ୍ୟମାନେ ଭୟଭୀତ ହେଇଗଲେ। ସେମାନେ କହିଲେ, ଗୁରୁ, ଆମେ ମଲୁ, ଆପଣଙ୍କର କ'ଣ ଚିନ୍ତା ନାହିଁ? ଏହି ପ୍ରକାର କଥା କହି ସେମାନେ ଚିତ୍କାର କରିବାକୁ ଲାଗିଲେ। କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟ ସେ ମଚୁଳାରେ ମୁଣ୍ଡ ଦେଇ ସେ ଆରାମରେ ସେ ଶୋଇ ପଡ଼ିଥିଲେ। କାହିଁକି ସେ ବିଚଳିତ ହେଲେ ନାହିଁ? କାହିଁକି ସେହି ଝଡ଼ ତୋଫାନ ତାହାଙ୍କ ନିଦକୁ ଭାଙ୍ଗି ପାରିଲା ନାହିଁ? କାରଣ ସର୍ବଦା ସେ ପରମେଶ୍ୱରଙ୍କ ଉପରେ ନିର୍ଭର ରଖୁଥିଲେ, ସର୍ବଦା ଆପଣା ପିତାଙ୍କୁ ସେ ଦର୍ଶନ କରୁଥିଲେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ଏହି ନୂଆ ବର୍ଷ ଆମେ ଜାଣୁନା ଭବିଷ୍ୟତରେ ଆମ ଜୀବନରେ କ'ଣ ଘଟିବ। ଯାଉ ଯାଉ ଯାତ୍ରା କରୁ କରୁ ହେଇପାରେ ଆମେ ରୋଗକୁ ସାମ୍ନା କରିବାକୁ ହେବ, ଅଭାବକୁ ସାମ୍ନା କରିବାକୁ ହେବ, ନିନ୍ଦା ତାଳନାକୁ ସାମ୍ନା କରିବାକୁ ହେବ। ଏହି ସବୁ ପ୍ରତିଟି ପରିସ୍ଥିତିରେ ଯଦି ଆମେ ଠିଆ ହେବାର ଅଛି, ଆଗକୁ ବଢିବାର ଅଛି, ନିଷ୍ପତ୍ତିରେ ଆମେ ଦୃଢ଼ ରହିବାର ଅଛି, ତାହେଲେ ସର୍ବଦା ଆମେ ପ୍ରଭୁଙ୍କ ସହିତ ଚାଲିବା ଆବଶ୍ୟକ ରହିଛି। ସର୍ବଦା ଆମେ ପ୍ରଭୁଙ୍କର ମୁଖକୁ ଦର୍ଶନ କରିବା ଆବଶ୍ୟକ ରହିଛି। ଆମ ସମ୍ମୁଖରେ ତାହାଙ୍କୁ ରଖିବା
ଆବଶ୍ୟକ ରହିଛି। ଯଦି ଆପଣ ଦେଖିବେ ମିଖା ଭବିଷ୍ୟତ ବକ୍ତାଙ୍କ ପୁସ୍ତକ 6 ଅଧ୍ୟାୟ 8 ପଦରେ ଲେଖାଗଲା, ହେ ମନୁଷ୍ୟ, ଯାହା ଉତ୍ତମ ତାହା ସେ ତୁମକୁ ଜଣାଇ ଅଛନ୍ତି, ନ୍ୟାୟଚରଣ, ଦୟା ଓ ଭଲ ପାଇବା ଓ ନମ୍ର ଭାବରେ ତୁମ୍ଭ ପରମେଶ୍ୱରଙ୍କ ସହିତ ଗମନାଗମନ କରିବାର, ଏହା ଛଡା ସଦାପ୍ରଭୁ ତୁମ୍ଭଠାରୁ ଆଉ କଣ ଚାହାନ୍ତି? ପ୍ରିୟମାନେ, ଏହି ନୂଆ ବର୍ଷରେ ପରମେଶ୍ୱର ଆମଠାରୁ ଚାହାନ୍ତି ଆମେ ଯେପରି ତାହାଙ୍କ ସହିତ ନମ୍ର ଭାବରେ ପ୍ରତିଦିନ ତାହାଙ୍କ ସହିତ ଗମନାଗମନ କରିବା, ତାହାଙ୍କ ସହିତ ଚାଲିବା, ପ୍ରତିଟି ପରିସ୍ଥିତିରେ ଆମ ପରମେଶ୍ୱରଙ୍କୁ ଆମ ସମ୍ମୁଖରେ ରଖିବା। ଏହା ପରମେଶ୍ୱର ଇଚ୍ଛା କରନ୍ତି। ଯଦି ପରମେଶ୍ୱର ଆମ ଦକ୍ଷିଣ ପାର୍ଶ୍ୱରେ ରହିବେ, ଆମେ ଯଦି ତାହାଙ୍କ ସମ୍ମୁଖରେ ଆମେ ରହିବା, ପ୍ରିୟମାନେ, କୌଣସି ପରିସ୍ଥିତି ଆମକୁ ବିଚଳିତ କରିପାରିବ ନାହିଁ। କୌଣସି ରୋଗ, ମହାମାରୀ, ସଙ୍କଟ, ନିନ୍ଦା, ତାଳନା, ଅଭାବ ଯାହା ବି ହେଉନା କାହିଁକି ଆମକୁ କଣ କରିପାରିବ ନାହିଁ? ତଳେ ପକାଇ ପାରିବ ନାହିଁ। ଯଦି ଆପଣ ଦାନିଏଲକୁ ଦେଖିବେ, ଦାନିଏଲ ପରମେଶ୍ୱରଙ୍କ ଉପସ୍ଥିତିରେ ଚାଲିଲେ, ଦାନିଏଲ ପରମେଶ୍ୱରଙ୍କୁ ଗୌରବ ଦେଲେ, ଦାନିଏଲ ସଦାସର୍ବଦା ପରମେଶ୍ୱରଙ୍କୁ ଆପଣ ସମ୍ମୁଖରେ ରଖିଲେ, ସେଥିପାଇଁ ତାଙ୍କୁ ସିଂହ ଗର୍ତ୍ତରେ ପକାଇଲା ପରେ ମଧ୍ୟ ସେ ସୁରକ୍ଷିତ ରହିଲେ। ଯଦି ଆପଣ ଦେଖିବେ ସଦ୍ରକ, ମେଷକ, ଅବେଦନଗୋ ସେମାନେ ପରମେଶ୍ୱରଙ୍କୁ ଉଚ୍ଚରେ ରଖିଲେ, ସେମାନେ ସବୁବେଳେ ତାହାଙ୍କୁ ଦର୍ଶନ କଲେ, ତାହାଙ୍କ ଉପସ୍ଥିତିରେ ସେମାନେ ଚାଲିଲେ, ଆଉ ସେମାନଙ୍କୁ ଅଗ୍ନିକୁଣ୍ଡରେ ପକାଇ ଦେଲା ପରେ ମଧ୍ୟ ସେମାନେ ସୁରକ୍ଷିତ ରହିଲେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଝଡ଼, ତୋଫାନ, ସମୁଦ୍ର ଉପରେ ସେ ସୁରକ୍ଷିତ ରହିଲେ। ପ୍ରିୟମାନେ, ଆମେ ଏହି ନୂଆ ବର୍ଷକୁ ଯଦି ଆମେ ସାମ୍ନା କରିବାର ଅଛି, ଏହି ନୂଆ ବର୍ଷରେ ଆମେ ପଛକୁ ନ ହଟି ଯଦି ଆମେ ଆଗକୁ ବଢିବାର ଅଛି, ଲକ୍ଷ୍ୟ ସ୍ଥଳକୁ ପହଞ୍ଚିବାର ଅଛି, ତାହେଲେ ଆମେ ପ୍ରଭୁଙ୍କ ଉପସ୍ଥିତିରେ ରହିବା। ପରମେଶ୍ୱରଙ୍କୁ ସର୍ବଦା ଆମେ ସମ୍ମୁଖରେ ଯଦି ରଖିବା, ତାହେଲେ ଆମେ କଣ ହେଇପାରିବା? ଆମ ନିଷ୍ପତ୍ତିରେ ଆମେ ଅଟଳ ରହିପାରିବା ଏବଂ ଆମ ଲକ୍ଷ୍ୟ ସ୍ଥଳକୁ ଆମେ ଆଗକୁ ବଢିପାରିବା। ଯଦି ଆପଣ ପଢିବେ ହିତ ଉପଦେଶ 3 ଅଧ୍ୟାୟ 6 ପଦ ପଢିବେ, ଲେଖାଯାଏ, ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ପ୍ରଭୁଙ୍କର ଗୌରବ ହଉ। ଏହି ସ୍ଥାନରେ ଲେଖାଯାଉଛି ଯେ ତୁମ୍ଭେ ଆପଣର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର। ସବୁ ପରିସ୍ଥିତିରେ ଯଦି ଆପଣ ପରମେଶ୍ୱରଙ୍କୁ ମନେ ରଖିଥିବେ, ପରମେଶ୍ୱରଙ୍କୁ ସ୍ୱୀକାର କରିବେ, ତାହେଲେ ଆପଣଙ୍କର ସବୁ ପଥକୁ ସେ ସରଳ କରିଦେବେ। ଯେଉଁ ସ୍ଥାନରେ ଆପଣ ଏହା ମୋତେ ଅସହ୍ୟ ମନେ ହେଉଛି, ମୁଁ ଆଉ ପାରିବି ନାହିଁ, ମୁଁ ଥକିଗଲି, ଏହିପରି ପରିସ୍ଥିତିରେ ମଧ୍ୟ ଆପଣଙ୍କର ପରିସ୍ଥିତିକୁ, ଆପଣଙ୍କର ବାତାବରଣକୁ, ଆପଣଙ୍କର ପଥକୁ ସେ କଣ କରିବେ? ସରଳ କରିଦେବେ। ପ୍ରିୟମାନେ, ପ୍ରଭୁଙ୍କର ଗୌରବ ହଉ। ଆମେ ଏଇ ନୂଆ ବର୍ଷରେ, ଏଇ ନୂଆ ବର୍ଷ ଯେତେ ଭୟଙ୍କର ହେଲେ ମଧ୍ୟ ଆମେ ଯଦି ସାମ୍ନା କରିବାର ଅଛି, କଣ କରିବା ଆବଶ୍ୟକ? ସର୍ବଦା ଆମ ପରମେଶ୍ୱରଙ୍କୁ ଆମ ସମ୍ମୁଖରେ ରଖିବା ଆବଶ୍ୟକ ରହିଛି। ସର୍ବଦା ଆମେ ତାହାଙ୍କର ଉପସ୍ଥିତି ମଧ୍ୟରେ ଚାଲିବା ଆବଶ୍ୟକ ରହିଛି। ଲେଖାଯାଉଛି ହିତ ଉପଦେଶ ସେଇ 3 ଅଧ୍ୟାୟ 7 ପଦରେ ଲେଖାଗଲା, ତୁମ୍ଭେ ଆପଣା ଦୃଷ୍ଟିରେ ଜ୍ଞାନବାନ ହୁଅ ନାହିଁ। ନିଜ ବୁଦ୍ଧି, ନିଜ ଜ୍ଞାନରେ ଆମେ ଏହି ବର୍ଷକୁ ସାମ୍ନା କରିବା ପାଇଁ ଆଗକୁ ଯିବା ଠିକ ନୁହେଁ ଏବଂ ନିଜ ବୁଦ୍ଧି ଉପରେ, ନିଜ ଟଙ୍କା ଉପରେ, ନିଜ ପରିବାର, ନିଜର ଇନକମ, ବ୍ୟବସାୟ, ନିଜର ଉପରେ ଡିପେଣ୍ଡ କରି ଆମେ ଯଦି ଆଗକୁ ବଢିବା, ତାହେଲେ ଆମେ ବିଫଳ ହେଇଯିବା, ପରାଜୟ ହେଇଯିବା। ଆମର ଲକ୍ଷ୍ୟ ସ୍ଥଳକୁ ଆମେ ପହଞ୍ଚି ପାରିବା ନାହିଁ। ଆମ ଦର୍ଶନ, ଆମର ମନୋବାଞ୍ଛା କେବେ ପୂର୍ଣ୍ଣ ହେଇପାରିବ ନାହିଁ। ସେଥିପାଇଁ ଲେଖାଯାଉଛି, ତୁମେ ଆପଣା ଦୃଷ୍ଟିରେ ଜ୍ଞାନବାନ ହୁଅ ନାହିଁ, ସଦା ପ୍ରଭୁଙ୍କୁ ଭୟ କର ଓ ମନ୍ଦତାରୁ ବିମୁଖ ହୁଅ। ପରମେଶ୍ୱର ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଏହି ବର୍ଷ ପରମେଶ୍ୱରଙ୍କୁ ଭୟ କରିବା ବର୍ଷ ହେଉ ଏବଂ ମନ୍ଦ ଠାରୁ, ଦୁଷ୍ଟତା ଠାରୁ, ପାପ ଠାରୁ ବିମୁଖ ହେବା ବର୍ଷ ହେଉ। ପ୍ରଭୁ ଆମମାନଙ୍କୁ ଦୟା କରନ୍ତୁ। ଏହି ନୂଆ ବର୍ଷକୁ ଆମେ କିପରି ସାମ୍ନା କରିବାକୁ ହେବ, ପରମେଶ୍ୱର ତାହାଙ୍କ ବାକ୍ୟ ଦ୍ୱାରା ଆମମାନଙ୍କୁ କଥା ହେଇଛନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଏହି ବର୍ଷ ପ୍ରଭୁଙ୍କ ଉପସ୍ଥିତିରେ ବଢିବା ବର୍ଷ ହେଉ ଏବଂ ଆମେ ପ୍ରଭୁଙ୍କ ଉପସ୍ଥିତିରେ ରହି ଆମର ଭିଜନ, ଆମମାନଙ୍କର ଉଦ୍ଦେଶ୍ୟ, ଆମମାନଙ୍କର ଆଶା, ଭରସା, ନିଷ୍ପତ୍ତିରେ ଆମେ ଅଟଳ ରହୁ। ଏହା ମୋର ପ୍ରାର୍ଥନା। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ପରମେଶ୍ୱର ଏହି ବାକ୍ୟ ଦେଇ ଆମ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପ୍ରଭୁଙ୍କୁ ପଦେ ଧନ୍ୟବାଦ ଦେବା। ପ୍ରେମିକ ସ୍ୱର୍ଗୀୟ ପିତା, ଆମେ ତୁମକୁ ଧନ୍ୟବାଦ ଦଉଛୁ। ପ୍ରତିଦିନ ପ୍ରଭୁ ତୁମେ ତୁମ ବାକ୍ୟ ଦ୍ୱାରା ଆମମାନଙ୍କୁ କଥା ହଉଛ, ବିଭିନ୍ନ ପ୍ରସଙ୍ଗ ମାଧ୍ୟମରେ ଆମମାନଙ୍କୁ ଉତ୍ସାହିତ କରୁଛ, ଶିକ୍ଷା ଚେତନା ଦଉଛ। ଧନ୍ୟବାଦ। ଏହି ନୂଆ ବର୍ଷକୁ ଆମେ କିପରି ସାମ୍ନା କରିପାରିବୁ, ସେହି ସମ୍ବନ୍ଧରେ ଆଜି ତୁମ ବାକ୍ୟ ଦ୍ୱାରା ପ୍ରାଞ୍ଜଳ ଭାବରେ ଆମମାନଙ୍କୁ କଥା ହେଇଥିବାରୁ ଆମେ ତୁମର ଗୌରବ କରୁଛୁ। ବାକ୍ୟ ଅନୁସାରେ ଆମେ ଆଗକୁ ବଢିବା ପାଇଁ ଆମ ସମସ୍ତଙ୍କୁ ତୁମେ ଅନୁଗ୍ରହ ପ୍ରଦାନ କର। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛୁ, ଆମେନ ଆମେନ। ପ୍ରଭୁଙ୍କର ଗୌରବ ହଉ। ପରମେଶ୍ୱର ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ଯଦି ପରମେଶ୍ୱରଙ୍କ ଅନୁଗ୍ରହ ହୁଏ,
ଆଉ ଏକ ଅଧ୍ୟାୟରେ ଆମେ ପରସ୍ପର ସାକ୍ଷାତ କରି ପ୍ରଭୁଙ୍କ ରାଜ୍ୟ ନିମନ୍ତେ ବଢୁଥିବା ରହିବା। ନମସ୍କାର। ଗଡ୍ ବ୍ଲେସ୍ ୟୁ।